ଚାଲିଛି 2024 ମସିହା ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟାୟ। ଆମେ ଅଛୁ ଆଜି କେସନାଠାରେ, କେସନା 61 ନମ୍ବର ବୁଥରେ ଅଛୁ। ଆମେ ଆସନ୍ତୁ ସିଧାସଳଖ ଆମେ ଭୋଟରଙ୍କ ସହିତ କିଛି ପ୍ରତିକ୍ରିୟା ନେବା। କ'ଣ କହିବେ ଆପଣ ଆଜି ଭୋଟ ଦେବା ପାଇଁ ଆସିଛନ୍ତି, ନୂତନ ପ୍ରାର୍ଥୀ ଚୟନ କରିବେ, କ'ଣ କହିବେ, କେମିତି ଲାଗୁଛି ଆପଣ? ହଁ, ଆମର ନିର୍ବାଚନ ହେଉଛି ଗଣତନ୍ତ୍ରର ଗୋଟେ ମହାନ ପର୍ବ। ଆଉ ଏଇ ମହାନ ପର୍ବରେ ଆମେ ସାମିଲ ହୋଇ ନିଜକୁ ବହୁତ ଭଲ ଲାଗୁଛି। ଆଉ ଆମ ନିର୍ବାଚନ ମଣ୍ଡଳୀ ପାଇଁ ଆମେ ସୁଯୋଗ୍ୟ ନେତା ସିଲେକ୍ସନ୍ କରୁଛୁ। ଆଉ ଆମେ ଆଶା ରଖୁଛୁ ଯାହାକୁ ବି ଆମେ ଭୋଟ ଦେଉଛୁ ସିଏ ଆମ ନିର୍ବାଚନ ମଣ୍ଡଳୀ ପାଇଁ ଉଚିତ କାର୍ଯ୍ୟ କରିବେ। ଆଉ ବହୁତ ଭଲ ଲାଗୁଛି, ଖୁସି ଲାଗୁଛି। ପ୍ରବଳ ଖରା ହେଇଥିଲେ ମଧ୍ୟ ଆଜି ଆମେ ଦେଖୁଛୁ ଧାଡ଼ି ବାନ୍ଧି ଭୋଟର ମାନେ ପୁରା ଭୋଟ ଦେବା ପାଇଁ ପୁରା ଉତ୍ସାହର ସହିତ ପୁରା ଅପେକ୍ଷା କରୁଛନ୍ତି। ଆପଣ ସେ ବିଷୟରେ କ'ଣ କହିବେ? ପାଣି ବ୍ୟବସ୍ଥା ରହିଛି, ବସିବା ପାଇଁ ଲୋକଙ୍କ ବ୍ୟବସ୍ଥା ରହିଛି, ସେ ବ୍ୟବସ୍ଥା ଭିତରେ ମାନେ ଲୋକମାନେ ବହୁତ ଉତ୍ସାହର ସହିତ ଭୋଟ ଦେବା ପାଇଁ ଆସିଛନ୍ତି। ହଁ, ଖରା ହେଲେ ବି ଏଇଟା ହେଉଛି ମତଦାନ ହେଉଛି ଆମର ଅଧିକାର। ଆଉ ଆମର ଅଧିକାର ସାବ୍ୟସ୍ତ କରିବା ପାଇଁ କିମ୍ବା ଆମର ଅଧିକାରକୁ ପାଇବା ପାଇଁ ଆମେ ଖରାରେ ମଧ୍ୟ ଭୋଟ ଦେବୁ ନିଶ୍ଚୟ। ତାପରେ ହେଉଛି ପାଣିର ମଧ୍ୟ ବ୍ୟବସ୍ଥା ହେଇଛି। ଆଉ ସମସ୍ତେ ଧାଡ଼ି ବାନ୍ଧିକି ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରୁଛନ୍ତି। ଆପଣ ଶୁଣିପାରୁଥିଲେ କି ସେ କିଭଳି ଭାବରେ ପ୍ରତିକ୍ରିୟା ରଖୁଥିଲେ କି ଶାନ୍ତି ଶୃଙ୍ଖଳା ଭାବରେ ମତଦାନ ପୁରା ଚାଲିଛି। ତ ଆମେ କିଛି ନୂତନ ଭୋଟର ଅଛନ୍ତି ଏବଂ ତାଙ୍କୁ କିଛି ପ୍ରତିକ୍ରିୟା ନେବା। ଆସନ୍ତୁ କ୍ୟାମେରା ପର୍ସନକୁ କହିବି ଦେଖେଇବେ କିଭଳି ଭାବରେ ଭୋଟ ଦାନ ଚାଲିଛି। ସ୍ୱାଗତ କରୁଛି ଆପଣଙ୍କୁ। କ'ଣ କହିବେ, ଆଜି ଭୋଟ ଦେବା ପାଇଁ ଆସିଛନ୍ତି ଆପଣ, କେମିତି ଲାଗୁଛି ଆପଣଙ୍କୁ, କେମିତି ଅନୁଭବ କରୁଛନ୍ତି? ଠିକ୍ ଲାଗୁଛି। ଠିକ୍ ଲାଗୁଛି। ଆପଣ ଏଠି ପ୍ରଥମ ଥର କି ପ୍ରଥମ ଥର ଆଗରୁ ନାହିଁ, ପ୍ରଥମ ଏଇଟା। ଆପଣ ଶୁଣିପାରୁଥିଲେ ପ୍ରଥମ ଥର ଭୋଟ ଦେବା ପାଇଁ ଆସିଛନ୍ତି। ସେ ପୁରା ଖୁସି ଅନୁଭବ କରୁଛନ୍ତି, ପୁରା ଉତ୍ସାହର ସହିତ ପୁରା ଧାଡ଼ି ବାନ୍ଧି ଭୋଟ ଦେବା ପାଇଁ ପୁରା ଉତ୍ସାହର ସହିତ ପୁରା ଅପେକ୍ଷା କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା କେସନା ନିକଟରୁ ନବୀନ ଚନ୍ଦ୍ର ଦାସ, 8 ଓଡ଼ିଆ।